ଇତିହାସ ବହୁତ ବିଚିତ୍ର। ରାସ୍ତା ତିଆରି କରିବା ପାଇଁ ରାସ୍ତା ଖୋଳୁ ଖୋଳୁ ଏଠି ଗୋଟେ ସଭ୍ୟତାର ଆବିଷ୍କାର କରାଯାଇଥିଲା। କୋଉଠି ନା ଆମ ଭାରତରେ ରାସ୍ତା ତିଆରି କରିବା ପାଇଁ ମାଟି ଖୋଳୁ ଖୋଳୁ ଗୋଟେ ସଭ୍ୟତାକୁ ବାହାର କରିଦିଆ ହେଇଥିଲା। ଉଦ୍ଭାବନ ବା ଆବିଷ୍କାର କରାଯାଇଥିଲା। ଆବିଷ୍କାର ହୋଇଯାଇଥିଲା ଗୋଟେ ସଭ୍ୟତା। ତ ଆଜି ମୁଁ କହୁଛି ହରପ୍ପା ସଭ୍ୟତା ବିଷୟରେ। ତ ଏ ବିଷୟ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ହରପ୍ପା ସଭ୍ୟତା 1921 ମସିହାରେ ଆବିଷ୍କାର କରାଯାଇଥିଲା। ଆବିଷ୍କାର ଆଉ ଉଦ୍ଭାବନ ଭିତରେ ପାର୍ଥକ୍ୟ ବୁଝନ୍ତୁ। ଆବିଷ୍କାର ସେ ତାହାକୁ କୁହାଯାଏ ଯୋଉଟା ଆଗରୁ ଥିଲା ଏବଂ ତାକୁ କେହି ଦୁନିଆ ସାମ୍ନାକୁ ଆଣିଛି, କିନ୍ତୁ ଉଦ୍ଭାବନ ସେଇଟା ଯେ ନଥିଲା ତାକୁ ନୂତନ ପ୍ରକାର ଦୁନିଆକୁ ପ୍ରେଜେଣ୍ଟ କରିଛି, ସେଇଟା ହଉଛି ଆବିଷ୍କାର ଆଉ ଉଦ୍ଭାବନ। ତ 1921 ମସିହାରେ ଦୟାରାମ ସାହାଣୀ ନାମକ ଜଣେ ଲୋକ ଥିଲେ। ସେ ଥିଲେ ପୁରାତନ ବିଶେଷଜ୍ଞ, ପୁରାତତ୍ତ୍ୱ ବିଶେଷଜ୍ଞ। ସେ ଆବିଷ୍କାର କରିଥିଲେ 1921 ମସିହାରେ। ଏହାର ଗୋଟେ ବହୁତ ଇଣ୍ଟରେଷ୍ଟିଂ କାହାଣୀ ଅଛି। ତ ବ୍ରିଟିଶ ମାନେ କଣ କରିଥିଲେ ନା ରେଲୱେ ରାସ୍ତା ତିଆରି କରିବା ପାଇଁ, ଟ୍ରେନ ର ପଥ ଆବିଷ୍କାର କରିବା ପାଇଁ ସେମାନେ ମାଟି ଖୋଳଉଥିଲେ। ମାଟି ଖୋଳେଇଲେ ତା ଉପରେ ଟ୍ରାକ୍ ବିଛା ହବ, ତାପରେ ଟ୍ରେନ ଚାଲିବ। କଣ ନା ନର୍ଥ ୱେଷ୍ଟର୍ଣ୍ଣ ରେଲୱେ ସଡ଼କ ସେମାନେ ତିଆରି କରିବା ପାଇଁ ତାଙ୍କୁ ଖୋଳା ଯାଉଥିଲା। ତ ଖୋଳିଲା ସମୟରେ କଣ ହେଇଛି, ଜଣଙ୍କ ହାତରେ ଗୋଟେ ଇଟା ମିଳିଲା। ଗୋଟେ ଇଟା ଦେଖନ୍ତୁ, ଭାବୁଛୁ ଗୋଟେ ଇଟା ମିଳିଲା, ସେ ଇଟାରେ କିଛି ମୋହର ଥିଲା, କିଛି ମୋହରରେ କିଛି ଲେଖା ଯାଇଥିଲା। ତ ସାଙ୍ଗେ ସାଙ୍ଗେ କଣ ହେଲା ନା ପୁରାତତ୍ତ୍ୱ ବିଭାଗକୁ ଦିଆ ହେଲା ଖବର। ସେଠୁ ଆସିଲେ, କିଏ ଆସିଲେ ନା ଦୟାରାମ ସାହାଣୀ ଆସିଲେ। ଦୟାରାମ ସାହାଣୀ ଆସିକି ସେ ଖୋଳାଟା ସେଠି ସେମାନଙ୍କୁ ବନ୍ଦ କରେଇକି ସେ ଗୋଟେ ଇଣ୍ଟରେଷ୍ଟିଂ ମନକୁ ନେଇଗଲେ। ସେ କେଥିରେ କଣ ଅଛି, ଏଇଟା କୁଆଡୁ ଆସିଲା, ଏତେ ବର୍ଷ କେମିତି ରହିଲା। ଧୀରେ ଧୀରେ ସେ ଖୋଳି ସମ୍ପୂର୍ଣ୍ଣ ହରପ୍ପା ସଭ୍ୟତା ବିଷୟରେ ସେ ନଲେଜ ଦେଇଛନ୍ତି ଦୟାରାମ ସାହାଣୀ। ତ ଏଇ ଯୋଉ ମୋହର ଥିଲା, ଏଇଟା ସିନ୍ଧୁ ଭାଷା ଲିପିରେ ଲେଖା ହେଇଥିଲା ଚିତ୍ର ମାଧ୍ୟମରେ, ଯୋଉଟା କି ଡାହାଣରୁ ବାମକୁ ଲେଖାଯାଏ, କିନ୍ତୁ ଏ କଣ ଲେଖା ହେଇଛି ଆଜି ପର୍ଯ୍ୟନ୍ତ କେହି ମଧ୍ୟ ପଢିପାରି ନାହାନ୍ତି। ତ ସେ ଇଟା ଯୋଉ ମିଳିଲା, ସେ ଇଟା ମିଳିବା ଦ୍ୱାରା ହିଁ ସମ୍ପୂର୍ଣ୍ଣ ହରପ୍ପା ସଭ୍ୟତା ବିଷୟରେ ଲୋକମାନେ ଜାଣିଲେ। ଇଟା ମିଳିଲା। ତ ଏଠି ଗୋଟେ ସେ ଇଟାର ଅନୁପାତ ଥିଲା 1:2:4 ଅନୁପାତ। ଦେଖନ୍ତୁ, ହଜାର ହଜାର ବର୍ଷ ମାଟି ତଳେ ରହିଲା ପରେ ମଧ୍ୟ କୌଣସି ଟିକେ ଅଂଶ ତାର କ୍ଷୀଣ ହୁଏନି। ଆଜି ଯୋଉ ବର୍ତ୍ତମାନ ଯୋଉ ଇଞ୍ଜିନିୟରଙ୍କ ନିର୍ଦ୍ଦେଶରେ ଯୋଉ ତିଆରି ହଉଛି, ଇଟା ହଉଛି 10 ବର୍ଷ ଗଲା ପରେ ଗୁଣ୍ଡ ହେଇଯାଉଛି। ତ ଏଇ ଯୋଉ 1:2 ଅନୁପାତ କେମିତି, ଏଇଟା ଭାବି ନିଅନ୍ତୁ। ଏଇଟା ହଉଛି ଇଟାର ଲମ୍ବ, ଉପର ଲମ୍ବ। ଏଇଟା ଏ ହଉଛି ମୋଟା, ଇଏ ହଉଛି ଦୈର୍ଘ୍ୟ, ଇଏ ହଉଛି ପ୍ରସ୍ଥ। ତ ଏଇ ଯୋଉ ମୋଟା ରହୁଛି, ଏଇଟା ହଉଛି 7 cm, ତାର 1:2 ଇଏ ହେଲା 14 cm, ଲମ୍ବାଟା ଦୁଇ ହଉଛି 28 cm, 7:28 cm। ଏଠି ଆଉ ଗୋଟେ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ମନକୁ ଆସେ ଯେ ସେ ସମୟରେ ସିଏମ ସେଣ୍ଟିମିଟର ତ କେହି ଜାଣିନଥିବେ। ସେଣ୍ଟିମିଟର ଆମ ଦେଶରେ ବି ନଥିଲା। ସେଣ୍ଟିମିଟର ବ୍ରିଟିଶ ମାନେ ଆଣିଛନ୍ତି, ଏଇଟା ଆମ ଦେଶରେ ନୁହଁ। ତ ଏତେ ପରଫେକ୍ଟ କେମିତି ତିଆରି କରିଥିଲେ, ଏଇଟା ଗୋଟେ ପ୍ରଶ୍ନ ଆଜି ପର୍ଯ୍ୟନ୍ତ ତାର ସମାଧାନ ହେଇପାରିନାହିଁ। ତ ଛାଡୁ ସେ କଥା, ଆଗକୁ ଯିବା। ତ ଅନୁମାନିକ ହରପ୍ପା ସଭ୍ୟତାର ସମୟ କାଳ କେତେ ନା ଖ୍ରୀଷ୍ଟପୂର୍ବ 3300 ରୁ 1300, ଯୋଉ ସମୟରେ ଇଜିପ୍ଟରେ ପିରାମିଡ ଶାସନ ଥିଲା ଏବଂ ମେସୋପୋଟାମିଆରେ ରାଜା ମାନଙ୍କର ଶାସନ ଥିଲା ସେ ସମୟରେ। କିନ୍ତୁ ହରପ୍ପା ସଭ୍ୟତାରେ କୌଣସି କିଏ ରାଜା ଥିଲେ ବା କିଏ ଧନୀ ଥିଲେ, କିଏ କଣ ଶାସନ କରୁଥିଲେ, ସେ ବିଷୟରେ କୌଣସି ସୂଚନା ତା ପାଖରେ ନାହିଁ। ତ ଏହାର ବିସ୍ତାର କେତେ ନା ବିସ୍ତାର ସିନ୍ଧୁ ନଦୀ ଠାରୁ ସରସ୍ୱତୀ ନଦୀର ଘଗର, ସରସ୍ୱତୀ ସିଧା ଭାଷାରେ କହିଲେ ସିନ୍ଧୁ ନଦୀରୁ ସରସ୍ୱତୀ ନଦୀ ପର୍ଯ୍ୟନ୍ତ ଏହାର ଥିଲା ବିସ୍ତାର। ହରପ୍ପା ଆଉ ମହେଞ୍ଜୋଦାର, ଧଳାବୀରା, କାଲିବଙ୍ଗନ, ଲୋଥାଲ, ରାଖିଗଡ଼, ପଞ୍ଜାବଠୁ ଗୁଜୁରାଟ ପର୍ଯ୍ୟନ୍ତ, ସାଧାରଣ ଭାଷାରେ କହିଲେ ପଞ୍ଜାବଠୁ ଗୁଜୁରାଟ ପର୍ଯ୍ୟନ୍ତ ଏହାର ବିସ୍ତାର ଥିଲା। ରାସ୍ତା କେମିତି ଥିଲା ସେ ସମୟରେ? ରାସ୍ତା, ଆଜିକାଲି ରାସ୍ତା ତିଆରି କରୁଛନ୍ତି, 5 ବର୍ଷ ଯାଉଛି ରାସ୍ତା ଖରାପ ହେଇଯାଉଛି। ସେ ସମୟର ରାସ୍ତା କେମିତି ଥିଲା ନା ରାସ୍ତା ସମ୍ପୂର୍ଣ୍ଣ ଥିଲା, ସିଧା ଥିଲା ଏବଂ ପରସ୍ପରକୁ 90 ଡିଗ୍ରୀ କ୍ରସ କରୁଥିଲେ। ପୁରା ସମ୍ପୂର୍ଣ୍ଣ ଷ୍ଟ୍ରେଟ, କୌଣସିଠାରେ ବି ବଙ୍କା ଟଙ୍କା ନାହିଁ। ଏବଂ ଘର ଗୁଡିକ ଯୋଉ ଥିଲା, ଘର ଗୁଡିକ ସାଧାରଣତଃ ଦି ଭାଗରେ ଦେଖାଯାଏ। ଦି ଭାଗରେ କଣ ନା ଉପର ଅଞ୍ଚଳ ଦୁର୍ଗ ପରି ତିଆରି ହେଇଛି, ଦୁର୍ଗ ହିସାବରେ ଦୁର୍ଗ ଯେମିତି ବଡ ବଡ ଘର ସେଇଭଳିଆ ତିଆରି ହେଇଛି। ଏବଂ ତଳ ଅଞ୍ଚଳ ସାଧାରଣ ଲୋକମାନଙ୍କ ପାଇଁ, ସାଧାରଣ ଅନୁମାନିକ ଯୁଗ, ସେ ସମୟରେ ତ କେହି ଦେଖି ନାହାନ୍ତି, କିନ୍ତୁ ଯାହା
ବୈଜ୍ଞାନିକ ବା ପୁରାତତ୍ତ୍ୱବିଦ ମାନଙ୍କର ଅନୁମାନ ତଳ ଅଞ୍ଚଳ ସାଧାରଣ ଲୋକଙ୍କ ପାଇଁ ନିର୍ମାଣ କରାଯାଇଥିଲା। ଏଇଟା ତ ଘର ନିର୍ମାଣ କଥା କଲା। ଏଇ ଯୋଉ ଇଟା ବିଷୟରେ ମୁଁ କହିଲି ଏ ବିଷୟରେ ଥରେ ଆପଣ ଭାବନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଭାବନ୍ତୁ ଘର କେବଳ ସେତିକି ନୁହଁ, ଘର ତ ପୋଡା ଇଟା ନିର୍ମାଣ ହେଇଥିଲା, କିନ୍ତୁ ପ୍ରତ୍ୟେକ ଘର ନାଳ ବା ଡ୍ରେନ ଆଜିକାଲି ଯୋଉ ଆମେ ଡ୍ରେନ କହୁଛୁ, ଡ୍ରେନ ତିଆରି କରିକି ଲକ୍ଷ ଲକ୍ଷ ଟଙ୍କା ଠକିକି ଖାଇ ଦଉଛନ୍ତି। ସେ ଡ୍ରେନ 10 ବର୍ଷ ବି ଯାଉନି, ସେ ଡ୍ରେନ ଭାଙ୍ଗି ଯାଉଛି। କିନ୍ତୁ ଥରେ ଭାବନ୍ତୁ ଯେ ହଜାର ହଜାର ବର୍ଷ ତଳେ এই ড্রেনেজ সিস্টমটা তাଙ୍କ ମନକୁ ଆସିଥିଲା କେମିତି? ଡ୍ରେନ ସିଷ୍ଟମ କଣ ନା ପ୍ରତ୍ୟେକ ଘରକୁ ନାଳ ବା ଡ୍ରେନ ବୋଲି ବୁଝନ୍ତୁ, ନାଳ ସଂଯୋଗ ଥିଲା ପ୍ରତ୍ୟେକ ଘରକୁ। କାହିଁକି? ଘରର ସେଇ ଅଳିଆ ଆବର୍ଜନା ହଉ, ମଇଳା ପାଣି ହଉ, ଯାହା ବି ହଉ, ତାହା ଡ୍ରେନ ମାଧ୍ୟମରେ ସଭ୍ୟତାର ବା ଗାଁ ବାହାରକୁ ଯିବ। ଏବଂ ସଫା କରିବା ପାଇଁ ସଫା କରିବାର ଡ୍ରେନ ସଫା କରିବାର ମଧ୍ୟ ସୁବିଧା ସେମାନେ ରଖିଥିଲେ। ତ ଭାବନ୍ତୁ ସେମାନେ ବର୍ତ୍ତମାନ ଆଜିଠାରୁ ସେମାନେ କେତେ ଆଡଭାନ୍ସରେ ଥିଲେ। ଘର ଗୁଡିକ ପୋଡା ଇଟାରେ ତିଆରି କରାହେଇଥିଲା ଏବଂ ସବୁ ଇଟାର ଆକାର ଆଉ ଆକୃତି ସମାନ। ତ ହରପ୍ପା ସଭ୍ୟତାର ଯାହା ବି କିଛି ଅଛି ସବୁ ଗୁଡିକ ଗୋଟିଏ ଗୋଟିଏ ରହସ୍ୟ, ଯାହା ଆଜି ପର୍ଯ୍ୟନ୍ତ କେହି ପ୍ରମାଣ କରିପାରି ନାହାନ୍ତି। ଘର ଗୁଡିକ ଥିଲା ପୋଡା ଇଟାରେ ଆଉ ସମାନ ଆକୃତିର ଇଟାରେ ତିଆରି ହେଇଥିଲା। ଏବଂ ବର୍ତ୍ତମାନ ଯୋଉ ମଡର୍ନ ଟେକ୍ନୋଲୋଜି ବୋଲି ଯାହାକୁ କହୁଛୁ, ନୂତନ ଆଧୁନିକ ପ୍ରଣାଳୀ ଦ୍ଵାରା ଘର ତିଆରି ହଉଛୁ, ଘର ଭିତରେ କୂଅ ରଖୁଛନ୍ତି, ଯେମିତି ନନ୍ଦ କୂଅ ହେଲା, ବାଥରୁମ, ଶୌଚାଳୟ ଆଉ ସ୍ନାନ ବ୍ୟବସ୍ଥା, ଶୌଚାଳୟ ଆଉ ସ୍ନାନ ବ୍ୟବସ୍ଥା ଯୋଉ ଆଜିକାଲି ଆମେ ଘର ଭିତରେ ରଖୁଛୁ, ଆମେ ଅଧାରୁ ଅଧିକ ଲୋକ ରଖୁଛନ୍ତି ସେମିତି। ଆମ ଗାଁ ମୁଁ ଗୋଟେ ଗାଁରେ ରହୁଛି, ଆମ ଗାଁରେ ସେମିତି ନାହିଁ। କିନ୍ତୁ এই ଯୋଉ କୂଅ, ଶୌଚାଳୟ ଆଉ ସ୍ନାନ ବ୍ୟବସ୍ଥା, ଏଇଟା ହରପ୍ପା ସଭ୍ୟତାର ଯୋଉ ଘର ଗୁଡିକ ଥିଲା, ସେ ଘର ଗୁଡିକରେ ସାଧାରଣ ଭାବେ ଦେଖିବାକୁ ପଡେ। ତ ଏଠି ଭାବନ୍ତୁ ସେ ସମୟରେ ସଭ୍ୟତା କେତେ ଉପରେ ନଥିଲା, ଆମଠୁ ଆଡଭାନ୍ସ ଥିଲେ ସେମାନେ। ମହାସ୍ନାନ ଗୃହ ମହେଞ୍ଜୋଦାରେ କଣ ଏଟା ଧାର୍ମିକ ଭାବରେ ଆମେ ଯେମିତି ବୁଡ ପକଉଛୁ, ଯେମିତି କହନ୍ତିନି ପୁରୀ ମହୋଦଧିରେ ଯାଇକି ବୁଡ ପକେଇବା, ଯେମିତି ଗାଧେଇବା, ସେମିତି। ତ ଏଇ ଯୋଉ ମହେଞ୍ଜୋଦାରେ ଯୋଉ ମହାସ୍ନାନ ଗୃହ କରାଯାଇଛି, ସେଟା ବୈଜ୍ଞାନିକ ମାନଙ୍କର ଧାରଣା କଣ ନା ଏଇଟା ଧାର୍ମିକ ଗୁଣ ପାଇଁ ନିର୍ମାଣ କରାଯାଇଥିଲା ଏବଂ ଏଇଟା ଗୋଟେ ବହୁତ ପ୍ରସିଦ୍ଧ ନିର୍ମାଣ। ଧାନ ଗୋଦାମ ଆଉ ଲୋଥାଲ ବନ୍ଦର, ଧଳାଭିରା ମଧ୍ୟ ଧାନ ଗୋଦାମ ଗୁଡିକ ମଧ୍ୟ ଥିଲା ସେ ସମୟରେ। ଧାନ ଗୋଦାମ ଯେମିତି ଚାଷ ଆମେ ଯେମିତି ମଣ୍ଡି କରାହଉଛି, ସେ ସମୟରେ ମଧ୍ୟ ଧାନ ସଞ୍ଚୟ ରଖିବା ପାଇଁ ଧାନ ଗୋଦାମ ଥିଲା। ବନ୍ଦର ମଧ୍ୟ ଥିଲା। ବନ୍ଦର ମାନେ ତ ବୁଝୁଛନ୍ତି ଆପଣ ମାନେ, ବନ୍ଦର ଯେମିତି ଜାହାଜ ମାଧ୍ୟମରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଆନ୍ତି ବ୍ୟବସାୟ ବାଣିଜ୍ୟ କରିବା ପାଇଁ, ବହୁତ ଗୁଡିଏ କାରବାର ବନ୍ଦର ମାଧ୍ୟମରେ ହୁଏ। ଏବଂ ଧୋଳାଭିରା ମଞ୍ଚ ଗୋଟେ ମଞ୍ଚ ନିର୍ମାଣ କରାଯାଇଥିଲା। ସେ ମଞ୍ଚ ଯେମିତି ଆଜିକାଲି ଯାହା ନେତା ପଳେଇ ଆସିଲେ ଭାଷଣ ଦେବା ପାଇଁ ଗୋଟେ ଷ୍ଟେଜ ତିଆରି ହଉଛି, ଗୋଟେ ଫିଲ୍ଡ ରହୁଛି, ସବୁ ଲୋକ ସେଠି ବସୁଛନ୍ତି, ସେ ମାଇକ ଧରିକିରି କହୁଛି, ଏକ୍ଜାକ୍ଟ ସେଇପରି ଧଳାଭିରାର ମଞ୍ଚ। ତ ଭାବନ୍ତୁ ସେ ସମୟରେ କଣ ଏସବୁ ବ୍ୟବସ୍ଥା ଥିଲା କି? ଏହା ରହସ୍ୟ ମୁଁ ଜାଣିନି, ଆପଣ ମାନେ ଜାଣିନାହାନ୍ତି, କେହି କହିପାରିବେ ନାହିଁ। କିନ୍ତୁ ଥରେ ଭାବିବା ଦରକାର। କୃଷି ଉପରେ ମୁଖ୍ୟତଃ କଣ ନା ଗହମ, ଜବ ଆଉ କପା। ବିଶ୍ୱର ପ୍ରଥମ କପା କୋଉଠି? ବିଶ୍ୱର ପ୍ରଥମ କପା ହରପ୍ପା ସଭ୍ୟତାରେ ଚାଷ କରାଯାଇଥିଲା। ପଶୁପାଳନରେ କଣ ନା ଗାଈ, ମଇଁଷି, ଛେଳି ଏଗୁଡିକ ପଶୁପାଳନରେ ସେମାନେ ପଶୁ ଭାବରେ ପାଳନ କରୁଥିଲେ ବୋଲି ବୈଜ୍ଞାନିକ ମାନଙ୍କର ଧାରଣା। ବାଣିଜ୍ୟ ଦେଶୀୟ ବାଣିଜ୍ୟ, ନିଜ ରାଜ୍ୟ ଭିତରେ ମଧ୍ୟ ବାଣିଜ୍ୟ କରୁଥିଲେ ଏବଂ ବିଦେଶୀ ବାଣିଜ୍ୟ ବିଦେଶ ସହିତ ଯୋଉ ବ୍ୟବସାୟ କରୁଥିଲେ କୋଉଠି ନା ମେସୋପୋଟାମିଆ ସହିତ ବ୍ୟବସାୟ କରୁଥିଲେ। କାହା ଦ୍ୱାରା ନା ଲୋଥାଲ ବନ୍ଦର ଦ୍ୱାରା ମେସୋପୋଟାମିଆ ସଭ୍ୟତା ଦ୍ୱାରା ବ୍ୟବସାୟ କରୁଥିଲେ। ଏହାର ପ୍ରମାଣ କେମିତି ମିଳେ? ପ୍ରମାଣ ମିଳେ ଯୋଉ ମାଳା ଆଉ ସମାନ ଓଜନର ପଥର। ଯେମିତି ମେସୋପୋଟାମିଆରେ ଗୋଟେ ପଥର ଅଛି, ତାର ଓଜନ ମନେକର 100 ଗ୍ରାମ, ଏକ୍ଜାକ୍ଟ ସେଇପରି ଯଦି ହରପ୍ପାରେ ଅଛି, ତ ବୈଜ୍ଞାନିକ ନିଶ୍ଚିତ ଆଶ୍ଚର୍ଯ୍ୟ ଭାବରେ ହେବେ। ତ ଏଇ ଯୋଉ ସିଲ୍ ଆଉ ମାଳା ଆଉ ସମାନ ଓଜନର ପଥର ଗୁଡିକ ମିଳିଛି, ସେଟାକୁ ଅନୁମାନ କରି କହିଛନ୍ତି ଯେ ନା ମେସୋପୋଟାମିଆ ସଭ୍ୟତା ସହିତ ହରପ୍ପାର ବ୍ୟବସାୟ ଥିଲା। ଏବଂ ଏଇ ଯୋଉ ସମାନ ଓଜନ ଆଉ ମାଳା ଏଇଟା କଣ ପାଇଁ କହିଛନ୍ତି ନା ସେ ସମୟରେ ବଦଳ ବ୍ୟବସ୍ଥା ଅଧିକାଂଶ ଥିଲା। ସେ ସମୟରେ ଥିଲା। ଏବଂ ଧାନ ଗୋଟେ କେଜି ଦେବି, ଏବେ ମଡର୍ନ ହିସାବରେ କହୁଛି କେଜି, ଆଉ ଜଣଙ୍କ ଠାରୁ ସୋରିଷ ଗୋଟେ କେଜି ଆଣିବି, ଟଙ୍କା ବା ଅର୍ଥର ଆବଶ୍ୟକତା ହିଁ ନାହିଁ। ତାଙ୍କର ଧର୍ମ ଉପରେ ଯୋଉ କୁହାଯାଏ, ଧର୍ମ ଉପରେ ତାଙ୍କର କୌଣସି ଆଜି ପର୍ଯ୍ୟନ୍ତ ଅଛି ନା ନାହିଁ, ଆହୁରି ତ ଖୋଜାଖୋଜି କରୁନାହାନ୍ତି, କରୁଛନ୍ତି ସେ କଥା ଅଲଗା। ତ ଆଜି ପର୍ଯ୍ୟନ୍ତ ଯାହା ଅଛି ସେଥିରେ ତାଙ୍କର ମୁଦ୍ରାରେ ପଶୁପତି ମୁଦ୍ରା, ପଶୁପତି ହେଲେ ଭଗବାନ ଶିବ। ତ ଗୋଟେ ଧାରଣା କଣ ନା ସେମାନେ ଭଗବାନ ଶିବଙ୍କ ବିଷୟରେ ଜାଣିଥିଲେ, ହୁଏତ ତାଙ୍କୁ ପୂଜା କରୁଥିଲେ
ଏବଂ ମାତୃଦେବୀ ଗଛ ଆଉ ପଶୁପକ୍ଷୀକୁ ପୂଜା କରୁଥିଲେ। ପଶୁପକ୍ଷୀକୁ ପୂଜା କର, ଏଇଠି ପଶୁପକ୍ଷୀ କଥା, ଏଇଟା ସାଧାରଣତଃ ଗୋମାତା। ଗୋମାତା ଗଛ ଏବଂ ମାତୃଦେବୀର ଉପାସକ ଥିଲେ ସେମାନେ। ଲିପି ଲିପି ଚିତ୍ର ଆଧାରିତ ଲିପି ଲିପି ଚିତ୍ର ଆଧାରିତ ତାଙ୍କର ଯୋଉ ଭାଷା ଚିତ୍ର ଆଧାରିତ, ଏଇଟା ହଉଛି ସବୁଠାରୁ ବଡ ରହସ୍ୟ। ଆଜି ପର୍ଯ୍ୟନ୍ତ 1000 ବର୍ଷ ବିତିଗଲେ ମଧ୍ୟ ସେ ଚିତ୍ରଲିପି ଉଲ୍ଟା ଉଲ୍ଟା ଆମେ ଲେଖୁଛୁ, ବାମରୁ ଡାହାଣକୁ ଆମେ ଲେଖୁଛୁ, କିନ୍ତୁ ସେଇଟା ଡାହାଣରୁ ବାମକୁ ଲେଖା ନୁହଁ, ସେଇଟା ଗୋଟେ ଚିତ୍ର ଭଳିଆ ଲେଖା ହଉଛି। କଣ ତାଙ୍କର ଲେଖା ସେଟା। ତ ଏଇ ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଏହାର ପ୍ରକୃତ ଉତ୍ତର ପାଇ। ହରପ୍ପା ସଭ୍ୟତାର ପତନର କାରଣ ଏଇ ଯୋଉ ଆମେ ଯେ ଯାହା କହୁଛୁ ସେସବୁ ତ ଆମେ ଆଖି ଆଗରେ ଦେଖିନୁ, କିମ୍ବା ଯୋଉମାନେ ଲେଖିଛନ୍ତି ସେମାନେ ମଧ୍ୟ ଆଖି ଆଗରେ ଦେଖିନାହାନ୍ତି। କିନ୍ତୁ ବୈଜ୍ଞାନିକ ମାନଙ୍କର ଧାରଣା ଅନୁସାରେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ଦେଖନ୍ତୁ ଆଜି ବର୍ତ୍ତମାନ ସମୟରେ ମଧ୍ୟ ଜଳବାୟୁ ବହୁତ ପରିବର୍ତ୍ତନ ହବାର ଲାଗିଛି। ଏମିତି ଲାଗୁଛି ଆଉ କିଛି ବର୍ଷ ପରେ ପୃଥିବୀ ଶେଷ ହେଇଯିବ। ତ ଅନୁମାନିକ କାରଣ କଣ ନା ଜଳବାୟୁ ପରିବର୍ତ୍ତନ, କିମ୍ବା ନଦୀ ଶୁଖିଯିବା, କିମ୍ବା ବନ୍ୟା। ହୁଏତ ଜଳର ଅଭାବ ହେଇଥିବ ତେଣୁ ସେଇ ସଭ୍ୟତା ନଷ୍ଟ ହେଇଥିବ, ନହେଲେ ଜଳର ଅଧିକ ହେବା ଯୋଗୁଁ ସଭ୍ୟତା ନଷ୍ଟ ହେଇଥିବ, ନଚେତ ବାଣିଜ୍ୟ ହ୍ରାସ ହେଇଥିବ। ବାଣିଜ୍ୟ ହ୍ରାସ କଣ, ସେ ସମୟରେ ଯେ ମଣିଷ ଯୋଉମାନେ ଯେତେ ସମୟରେ ଯେଉଁ ସମୟରେ ବି ଥାଉ ବଞ୍ଚିବା ପାଇଁ କିଛି ନା କିଛି ତାକୁ ସାଧନ ଦରକାର। ଯଦି ସେ ସାଧନ ହିଁ ରହିବ ନାହିଁ ତାହେଲେ ମଣିଷ ସଭ୍ୟତା ରହିପାରିବ ନାହିଁ। ଗୋଟେ କଥା ଭାବନ୍ତୁ, ସେ ସମୟରେ ରାଜା ନଥିଲେ, ସେ ସମୟରେ କାହିଁକି ହରପ୍ପା ସଭ୍ୟତାର ରାଜା କିଏ ଶାସନ କରୁଥିଲା ତାର କୌଣସି ପ୍ରମାଣ ନାହିଁ। ସେ ସମୟରେ ରାଜା ନଥିଲେ, କିନ୍ତୁ ସେ ସଭ୍ୟତା ଏତେ ଉନ୍ନତ ଆଉ ସ୍ୱଚ୍ଛ ଥିଲା। କିନ୍ତୁ ଆଜିକାଲି ରାଜା ରହିଲେ ମଧ୍ୟ, ଶାସନ କରିବା ପାଇଁ ରହିଲେ ମଧ୍ୟ ଆଜିକାଲିର ଶାସନ ମାନେ ସ୍ୱଚ୍ଛତା ଆଉ ସଭ୍ୟତା ଧୀରେ ଧୀରେ କ୍ଷତି ବା ନିମ୍ନମୁଖୀ ହଉଛି। ଯଦି ମୋ କଥାଟି ଭଲ ଲାଗିଛି ତାହେଲେ ଭିଡିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ମତେ ଜଣାନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।